ମୁଁ ଦୁଇଟା ସଂସ୍ଥାରେ ଠକେଇ ହେଇଛି, ଗୋଟେ ସରକାରୀ ସଂସ୍ଥାରେ ବି ଠକେଇ ହେଇଛି ଆଉ ଗୋଟେ ବେସରକାରୀ ସଂସ୍ଥାରେ ବି ଠକେଇ ହେଇଛି। ମାମୁଁ ଘରେ ଗୋଠେ ଗାଈ ରାତି ପାଇଲେ ଗୋटे ନାହିଁ। ସେବା ଓ ସାମଗ୍ରୀ ଯୋଗାଇ ଦେଉଥିବା ଏଇଭଳି ଭାବରେ ଅନେକ ସଂସ୍ଥା, କମ୍ପାନୀ, ସଂଗଠନ ବ୍ୟକ୍ତିଗତ ଭାବରେ ସେମାନେ ଅନେକ ଆସିବେ, ପ୍ରଲୋଭନ ଦେଖାଇବେ, ଆଉ ସେଥିରେ ସମ୍ପୃକ୍ତ ହେବା ପାଇଁ କହିବେ, ଇନଭେଷ୍ଟମେଣ୍ଟ କରିବା ପାଇଁ କହିବେ, ପଇସା ନେଇଯିବେ। କିନ୍ତୁ ଯେତେବେଳେ ଆପଣ ପାଇବା ସମୟକୁ ଆସିବ ଯେ ମୁଁ ଟଙ୍କା ଦେଇଛି ମାନେ ତାର ଡବଲ ପାଇବି 2 ବର୍ଷରେ, ମୁଁ ଗୋଟେ ଇନଭେଷ୍ଟମେଣ୍ଟ କରିଛି ମାନେ ସେ ଜିନିଷ ଆସିକି ମୋ ପାଖରେ ପହଞ୍ଚିଯିବ ଠିକ୍ 6 ମାସ ପରେ କି ବର୍ଷେ ପରେ କି 2 ବର୍ଷ ପରେ। କିନ୍ତୁ ଯେତେବେଳେ ଠିକ୍ 6 ମାସ ହେଇଯିବ କି 2 ବର୍ଷ ହେଇଯିବ, ଯେଉଁ ସଂସ୍ଥା ମାନେ ଆପଣମାନଙ୍କଠୁ ପଇସା ନେଇଯାଇଥିବେ ଏବଂ ଆମକୁ ଇନଭେଷ୍ଟମେଣ୍ଟ ଆକାରରେ ପରବର୍ତ୍ତୀ ପର୍ଯ୍ୟାୟରେ ତାର ମୂଳ ସହିତ ଲାଭ ଫେରାଇବା ପାଇଁ ସେ ସମୟରେ ଆଉ କେହି ନଥିବେ, ଆମେ ଖୋଜିଲେ ଆଉ କାହାକି ପାଉନଥିବା। ଏ କଥା ସତ୍ୟ କି ନୁହଁ? 2010 ମସିହା କଥା ଆଡ଼କୁ ଆପଣ ଯାଆନ୍ତୁ। 2010 ଦଶକରେ ଯେତେବେଳେ ଛତୁ ଫୁଟିଲା ଭଳିଆ ଅନେକ ପ୍ରକାରର ଚିଟ୍ଫଣ୍ଡ ସଂସ୍ଥା ଆସିକିରି ଗୋଟେ ପରେ ଗୋଟେ ଆପଣମାନଙ୍କଠୁ ଯେତେ ଆପଣମାନେ କଠିନ ପରିଶ୍ରମ କରି ରୋଜଗାର କରି ଯେଉଁ ଅର୍ଥକୁ ଆପଣମାନେ ସରକାରୀ ବ୍ୟାଙ୍କରେ ଆମେ ରଖିବା ଜାଗାରେ ଆମେ ସେ ଟଙ୍କାକୁ ବେଳେବେଳେ ବ୍ୟାଙ୍କରୁ କାଢ଼ିକିରି ବି ଚିଟ୍ଫଣ୍ଡ ସଂସ୍ଥାରେ ଦେଲେ। ବେଳେବେଳେ ଆମେ ଯେଉଁ ଟଙ୍କା ଘରେ ରଖିଥିଲେ ଆମ ବାକ୍ସରେ ସାଉତି କରି, ସେ ଟଙ୍କାର ଏଜେଣ୍ଟମାନେ ଆସିକରି ସେ ସଂସ୍ଥାର ଆମ ପାଖରୁ ତୁମର 2 ଗୁଣା ହେଇଯିବ, 4 ଗୁଣା ହେଇଯିବ, ତୁମେ ଏତେ ପଇସା ପାଇବ, ଏମିତି କହିକି ସେ ଚିଟ୍ଫଣ୍ଡ ସଂସ୍ଥାମାନେ ଆସିକରି ଆମ ଘରୁ ପଇସାକୁ ବାହାର କରି ଆମେ ଦେଇଛନ୍ତି। ଆମ ପଇସା ନିଅ, ଏତେ ଟଙ୍କା ନିଅ, ମୁଁ ଏତେ ଟଙ୍କା ଦେଲେ କେତେ ମୋର ହେବ 2 ବର୍ଷରେ, ସେ ସୁନ୍ଦର ଭାବରେ ଆମକୁ ବୁଝେଇକରି ଆମକୁ ନେଇଯାଉଥିଲେ। ଏବଂ ଯେତେବେଳେ ଠିକ୍ ସମୟ ଆସିଲା ଆଉ ସେ ଚିଟ୍ଫଣ୍ଡ ସଂସ୍ଥା, ସେ ବେସରକାରୀ ଅନୁଷ୍ଠାନ ଆଉ କେହି ଦେଖାଦେଲେ ନାହିଁ। ମୁଁ ଭାବୁଛି ଆପଣମାନଙ୍କ ଭିତରେ ଯେଉଁମାନେ ବୟସ ଅଛି ବା ଯେଉଁମାନେ 2010 ମସିହା ପାଖାପାଖିରେ ପଇସା ରୋଜଗାର କରୁଥିଲେ, ବିଭିନ୍ନ ସଂସ୍ଥା ମାଧ୍ୟମରେ ପଇସା ରଖିବା ପାଇଁ ଚାହୁଁଥିଲେ, ନିଶ୍ଚିତ ଭାବରେ କେହି ନା କେହି ଠକେଇର ଶିକାର ହେଇଥିବେ। ମୁଁ ମଧ୍ୟ ଏଭଳି ପରିସ୍ଥିତିରେ ପଡ଼ିଛନ୍ତି, ଆମକୁ ଲୋଭ ଦେଖେଇଛନ୍ତି, ଆମେ ଭାବିଲେ ଯେ ହଁ ବଢ଼ିଆ ହେବ। ଆଉ ମୁଁ 2ଟା ସଂସ୍ଥାରେ ଠକେଇ ହେଇଛି, ଗୋଟେ ସରକାରୀ ସଂସ୍ଥାରେ ବି ଠକେଇ ହେଇଛି ଆଉ ଗୋଟେ ବେସରକାରୀ ସଂସ୍ଥାରେ ବି ଠକେଇ ହେଇଛି। ପଇସା ମୁଁ ଆରେଞ୍ଜମେଣ୍ଟ କରି ଯୋଗାଡ଼ କରି ଦେଇଦେଲି, ସେ ସଂସ୍ଥା କିଛି ଦିନ ପରେ ଜଣାପଡ଼ିଲା ଯେ ଇଏ ସଂସ୍ଥା ପୁରା ଠକ ଅଛି, ଆଉ ସେଥିରେ ଖୋଜିବେ କ'ଣ, FIR ଦେବେ କ'ଣ, ସେଥିରେ ଆଉ କୌଣସି ପ୍ରକାରର ନାହିଁ। ଏ ଦିଲ୍ଲୀପ ବାବୁଙ୍କୁ କହିଲେ କାଳେ ଯଦି ହେଇଥାନ୍ତା, ମୁଁ ତାଙ୍କୁ ବି ଆଉ କହିପାରି ନାହିଁ, ସେ ଟଙ୍କା ବି ସବୁ ଚାଲିଗଲା। ତ ଏଭଳି ଭାବରେ ଆପଣମାନେ ମଧ୍ୟ ନିଶ୍ଚିତ ଭାବରେ ଠକେଇ ହେଇଥିବେ, ଇଏ ମୁଁ ଭାବୁଛି। ଆଉ ସେଥିପାଇଁ ଠକ ସଂସ୍ଥାମାନଙ୍କୁ ଉତ୍ତରଦାୟୀ କରିବା ପାଇଁ ଯେଉଁ 1986 ମସିହାର ଯେଉଁ ଆଇନ ତିଆରି ହେଇଥିଲା, ସେ ଆଇନଟି ଯଥେଷ୍ଟ ଆଉ ଉପଯୋଗୀ ହେଲା ନାହିଁ ବା ଆମକୁ ସୁରକ୍ଷା ଦେଇପାରିଲା ନାହିଁ। ଯଦି ଦେଇଥାନ୍ତା, ମୁଁ ତ ପାଖାପାଖିରେ ସେ 90 ପାଖାପାଖିରେ ଠକେଇରେ ପ୍ରଥମ ଶିକାର ହେଇଥିଲି, 2002 ପାଖାପାଖିରେ ଥରେ ଶିକାର ହେଇଥିଲି। ତାହେଲେ ତ 86 ମସିହାର ଆଇନଟା ଆମକୁ କାମ ଦେଇଥାନ୍ତା। ମୁଁ ଅପିଲ ବି କରିଥିଲି, କିନ୍ତୁ ସେ ପଇସା ମିଳିଲା ନାହିଁ। ସେ ରାସ୍ତା ଏତେ ଜଟିଳ, ଆପଣ ତା ଭିତରେ ପଶିବେ ଆଉ ସେ ବାହାର କରିବେ ଆଉ ନାହିଁ। ଆଜିକାଲି ଦିଲ୍ଲୀପ ବାବୁ ଏଠି ଯେଭଳି ଭାବରେ ଆପଣଙ୍କର ହିୟରିଂ କରୁଛନ୍ତି, ସେ 4 ପିସ୍ ମାଂସ ଆସିବା କଥା ଅନଲାଇନରେ ମାଗି ଦେଇଥିଲେ, ଆସିଲା ବେଳକୁ 3 ପିସ୍, ଆଉ ଗୋଟିଏ ପିସ୍ କୁଆଡ଼େ ଗଲା? ସେ ତାଙ୍କର ଭର୍ଚୁଆଲ ହିୟରିଂ କରିବା ପାଇଁ ସେ ତାଙ୍କର କେସ୍ କରିଦେଲେ। ଭର୍ଚୁଆଲ ହିୟରିଂ ହେଇଛି, ଏବେ ତାଙ୍କୁ ନ୍ୟାୟ ବି ମିଳିଲା ଏବଂ ସେ ଗୋଟିଏ ପିସ୍ ବଦଳରେ ନ୍ୟାୟ ମିଳିଲା, ସେ 5,000 ଟଙ୍କା ପାଇଲେ। ତ ଏଭଳି ଭାବରେ ଆଜି ଦିନରେ ଏ ପରିସ୍ଥିତି ଆଜି ଗୋଟେ ସୁନ୍ଦର ଭାବରେ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ତାଙ୍କ ଦିଗଦର୍ଶନରେ ସବୁ ଗଳା ବାଟକୁ ବନ୍ଦ କରିଦେଇକିରି ସେ ଗୋଟିଏ ପିସ୍ ତୁମେ ଦେଇନଥିଲା ନା 5,000 ଟଙ୍କା ଗଣିବ, ତାହେଲେ ଆଉ ସେ ସଂସ୍ଥା ସେମାନେ ଆଉ ଠକି ପାରିବେ? ଗୋଟିଏ ପିସ୍ ପାଇଁ 5,000 ଫାଇନ୍, ଯଦି 2 ପିସ୍ ହେଇଥିଲେ 10,000 କି 15,000 କରିଥାନ୍ତେ, ଦିଲ୍ଲୀପ ବାବୁ କହି ହୁଅନ୍ତା ନାହିଁ। ଏଣୁ ବାସ୍ତବିକ ନରେନ୍ଦ୍ର ମୋଦିଜୀ ଯେତେବେଳେ ଦେଖିଲେ ଯେ ଗଳା ବାଟ ବହୁତ ଅଛି, ସେ ଗଳା ବାଟକୁ ବନ୍ଦ କରିବା ପାଇଁ 1986 ମସିହାର ଆଇନ ଯଥେଷ୍ଟ ନଥିଲା, ଆଉ ସେଇଥିପାଇଁ ସେ ଗଳା ବାଟକୁ ବନ୍ଦ କରିବା ପାଇଁ
तार आवश्यकता थिला आउ सेथिपाई संपूर्ण भाव में विभिन्न स्टेट होल्डर सहित विशद भाव में आलोचना कलापर संसद में नुआ उपभोक्ता आईन 2019 आलोचना है पारित है एवं 2020 जुलाई 20 तारीख में यह महामहिम राष्ट्रपति द्वारा स्वाक्षरित होगा पर वर्तमान सारा देश में यह कार्यकारी होउची एवं सफल भाव में होउची जोथिपाई कि आमे मध्य आज गोटे पीस में 5,000 टंका आमे न्याय स्वरूप पाई पारिछंती। ये बहुत बड़ा गोटे ये आईन सुरक्षा आज आमको मिल पारुछि।